ଗୋଟେ ଗପ କହୁଛି, ବହୁତ ଇଣ୍ଟରେଷ୍ଟିଂ ଗପ ହେଲା। ଠାକୁରଙ୍କ ଉପରେ ବିଶ୍ୱାସ ରଖିଲେ କେମିତି ମାନେ ସଫଳତା ମିଳେ ତାରି ଉପରେ ହେଲା। ହଠାତ୍ ଗୋଟେ ଲୋକ ଦୌଡ଼ିକି କାର୍ରୁ ଓହ୍ଲେଇକି ଦୌଡ଼ିକି ଏୟାରପୋର୍ଟ ଭିତରକୁ ପଶିଗଲା। ଯାଇକି ସେଠୁ ଫ୍ଲାଇଟ୍ରେ ବସିଲା। ବସିକି ସେଠୁ ଗାଡ଼ି ସାଙ୍ଗେ ସାଙ୍ଗେ ସେଠୁ ଚାଲିଲା ହେଲା। ଉଡ଼ାଜାହାଜରେ ଉଡ଼ିକି ଚାଲିଲା ଆଉ। ସେ ଯେଉଁ ଜାଗାକୁ ଯାଉଥିଲେ ଇଏ ଯିବା ନିହାତି ଦରକାର, କାରଣ ଗୋଟେ ମିଟିଂ, ବଡ଼ ମିଟିଂ ଥିଲା, ଯେଉଁଥିରେ କି ଇଏ ଥିଲେ କ'ଣ କହିଲ, ଚିଫ୍ ଗେଷ୍ଟ ହେଲା। ଏଠୁ ଚାଲିଛି, ଜାହାଜ ଚାଲିଛି ପୁରା ଖୁବ୍ ଜୋରରେ। ହଠାତ୍ ଦେଖିଲା ଆକାଶ ପୁରା କଳାହାଣ୍ଡିଆ ମେଘ ଆସିକି ବିଜୁଳି ଘଡ଼ଘଡ଼ି ମାରିକି ପୁରା ଅନ୍ଧକାରମୟ ହେଇଗଲା ଆଉ। ସେଠୁ ବର୍ଷା ତୋଫାନ ପୁରା ହେଲା ଆଉ, ଜୋରସେ ହେଲା ଆଉ। ସେଠୁ ପାଇଲଟ ଘୋଷଣା କଲା ଯେ ବର୍ତ୍ତମାନ ଆଉ ଜାହାଜ ବେଶୀ ବାଟ ଯାଇପାରିବନି, ଆଉ ଆଗରେ ଯେଉଁ ଏୟାରପୋର୍ଟ ଅଛି ସେଇଠି ଗାଡ଼ି ଲ୍ୟାଣ୍ଡ କରିବ, ଆଉ ଗାଡ଼ି ସେଠି ଲ୍ୟାଣ୍ଡ କରିବ ଆଉ। ସେଠୁ ଗାଡ଼ିରୁ ଲ୍ୟାଣ୍ଡ କରିଗଲା। ଲ୍ୟାଣ୍ଡ କରିବା ପରେ ସେଠୁ ଡକ୍ଟର ସେଠୁ ଇଏ ଲୋକ କହିଲା କ'ଣ କରିବି, ମୋର ତ ଯିବା ନିହାତି ଦରକାର। ପାଇଲଟକୁ ଯାଇଗଲା, ଦେଖ ଗୋଟେ ଗୋଟେ ମିନିଟ୍ର କିମତ ମୋ ପାଇଁ ବହୁତ ମାନେ ଇଏ କିମତ, ଆଉ ମୁଁ ନିହାତି ଯିବା ଦରକାର, କ'ଣ କରିବେ। ଏଠୁ ଗୋଟେ ଯାତ୍ରୀ କହିଲା, ଚିହ୍ନିଦେଲା, ଓ ଡକ୍ଟର ଶର୍ମା, ଆପଣ କୁଆଡ଼େ ଯାଉଛନ୍ତି? କହିଲା ଏମିତି ଏମିତି ମୁଁ ମିଟିଂ ଯାଉଛି ଏଇ ଜାଗାକୁ। କହିଲା ତାହେଲେ ଗୋଟେ କାମ କର, ଟ୍ୟାକ୍ସି ଏଇଠୁ ନେଲେ 3 ଘଣ୍ଟା ଲାଗିବ, ଆପଣ ଟ୍ୟାକ୍ସିରେ ପଳାନ୍ତୁ। ସେ କହିଲା ଠିକ୍ ଅଛି। ସେଠୁ ଦୌଡ଼ିଲେ ଆଉ। ସେଠୁ ଟ୍ୟାକ୍ସି ନେଇକି ଚାଲିଲେ କୁଆଡ଼େ, ତାଙ୍କ ସେ ଯେଉଁ ମିଟିଂକି ଆଉ। ସେଠୁ ଟ୍ୟାକ୍ସିରେ ଯାଉଛନ୍ତି, ବର୍ଷା ତୋଫାନ ଏତେ ଜୋରରେ ହେଉଛି ଯେ ସେ ଗାଡ଼ି ଚଲାଇବା ବି ମୁସ୍କିଲ ହେଇଯାଉଛି ହେଲା। ସେଠୁ ଚାଲିଲେ ଏମିତି ଦେଖିଲେ କିଛି ବାଟ ଗଲା ପରେ ଡ୍ରାଇଭର ମାନେ ମେହସୁସ୍ ହେଲା ଯେ ରାସ୍ତା ସେ ଭୁଲିଗଲା ଆଉ। କ'ଣ କରିବୁ। ସେଠୁ ରାସ୍ତା ଭୁଲିଗଲା ଯେତେବେଳେ ଦେଖିଲା ଗୋଟେ ଛୋଟ କୁଡ଼ିଆଟେ ଅଛି ଆଉ। ସେଠି ସେ କାର୍ ରଖିଦେଇକି କହିଲା ଆଜ୍ଞା ଏଠୁ ଆଉ ଆଗକୁ ଯାଇ ହେବନି ଆଉ। କ'ଣ କରିବା, ଏମିତି ବର୍ଷା ତୋଫାନ ହେଉଛି, ଏଥିରେ ମୁହଁକୁ ମୁହଁ ଦେଖାଯାଉନି, ଆଉ ମୁଁ ଗାଡ଼ି ଚଲେଇବି କେମିତି। ସେଠୁ ସେ ହେଉଛନ୍ତି ନିଜେ ଡକ୍ଟର ଶର୍ମା ହେଲା। ସେଠୁ ଓହ୍ଲେଇକି ଗାଡ଼ିରୁ ସେ ଗୋଟେ ଝୁମ୍ପୁଡ଼ି ଘର ଦେଖାଯାଉଥିଲା, ସେ ଝୁମ୍ପୁଡ଼ି ଘର ଭିତରକୁ ପଶି ଗଲେ ଆଉ। ଯାଇକି ସେଠୁ କବାଟ ଠକ୍ ଠକ୍ କଲେ। ଠକ୍ ଠକ୍ କରିବା ଭିତରେ ସେଠୁ ଭିତରୁ ଆବାଜ ଆସିଲା, ଯିଏ ବି ହେଉଛି ଆସ ଘର ଭିତରକୁ ଆସ ହେଲା। ସେଠୁ ଇଏ ସେଠୁ କବାଟ ଖୋଲିକି ଘର ଭିତରକୁ ଗଲେ ଆଉ। ଦେଖିଲେ ଘର ପୁରା ଅନ୍ଧାର ଅଛି, ତା ଭିତରେ ଗୋଟେ ଛୋଟ ଡିବିରି ଲାଇଟ୍ ଜଳୁଛି, ଆଉ ଜଣେ ବୁଢ଼ୀ ମାଉସୀ ବସିକି ପୁରାଣ ପଢ଼ୁଛନ୍ତି ହେଲା। ପୁରାଣ ପଢ଼ିବା ଭିତରେ ସେଠୁ ଇଏ କହିଲେ, ମାଉସୀ ଆଉ ମୋତେ ଟିକେ ତୁମ ମୋବାଇଲ ଫୋନ୍ଟା ଦେବ କି, ମୁଁ ଗୋଟେ ଅର୍ଜେଣ୍ଟ କଲ୍ କରିବାର ଥିଲା। ସେ ବୁଢ଼ୀ ମାଉସୀ କହିଲେ, ପୁଅ ମୋବାଇଲ ତ ଦୂରର କଥା, ଏଠି ଆମର ଇଲେକ୍ଟ୍ରିକ୍ ବି କରେଣ୍ଟ ବି ନାହିଁ, ଆଉ ଗୋଟେ କାମ କର, ଆଉ ବହୁତ ଦୂରରୁ ଆସିଛ, ଥକି ଯାଇଥିବ, ନିଅ ପ୍ରସାଦ ଖାଅ, ଆଉ ଯଦି ଥକାନ ଲାଗୁଛି ତାହେଲେ ଏଇଠି ଫଳ ଥୁଆ ହେଇଛି, ଫଳ ବି ଖାଅ। ସେଠୁ ସେ ସେଠୁ କ'ଣ କଲେ, ସେଠୁ ପ୍ରସାଦ ପାଇଲେ, ସେଠୁ ଫଳ ବି ଖାଇଲେ। ଖାଇକି ଟିକେ ସେ ତାଜା ହେଇଗଲେ। ତାଜା ହେଇସାରିଲା ପରେ ସେଠୁ କହିଲେ, ମାଉସୀ ତୁମେ ତ ଏତେ ଧର୍ମ କାମ କରୁଛ, ଠାକୁରଙ୍କୁ ପ୍ରାର୍ଥନା କରୁଛ, ମୋ ପାଇଁ ବି ଟିକେ ପ୍ରାର୍ଥନା କର, ଆଉ ଆପଣଙ୍କ କଥା ନିଶ୍ଚିତ ଭଗବାନ ଶୁଣିବେ। ସେଠୁ ସେ ଏଇ ଟାଇମ୍ରେ ଡକ୍ଟର ଦେଖିଲେ ଗୋଟେ ଖଟ ଉପରେ 2-3 ବର୍ଷର ଗୋଟେ ପୁଅଟେ ଶୋଇଛି ଆଉ। ମାଉସୀ ମଝିରେ ମଝିରେ ପୁରାଣ ପଢ଼ୁଛନ୍ତି, ତାକୁ ଟିକେ ଟିକେ ଅନଉଛନ୍ତି ଆଉ। ୟା ଭିତରେ ଏଠୁ ମାଉସୀ କହିଲେ, ପୁଅ ମୁଁ ତ ଭଗବାନଙ୍କୁ ଡାକୁଛି ସଦାବେଳେ, ଆଉ ନିଶ୍ଚୟ ମୋ କଥା ଶୁଣିବେ, ଆଉ ତୁମେ ଖାଇକି ସୁସ୍ଥ ହେଇକି ଟିକେ ବସ, ବର୍ଷା ଛାଡ଼ିଲେ ତୁମେ ଯିବ ଆଉ। ଆଉ ଭଗବାନଙ୍କୁ ଡାକିବା କଥା ଯେଉଁ କହୁଛୁ, ଆଉ ମୁଁ ତ ନିଶ୍ଚିତରେ ଡାକିବି ଯେ ପ୍ରାର୍ଥନା କରିଛି ଯେ ବର୍ଷା ପବନ ଛାଡ଼ିଗଲେ ତୁମେ କେମିତି ଏଠୁ ଶୀଘ୍ର ଭଲ ହେଇକି ଯିବ। କିନ୍ତୁ ଆଉ ଖାଲି ଗୋଟିଏ ପ୍ରାର୍ଥନା ମୋର ଯେ ଭଗବାନ ଶୁଣି ନାହାନ୍ତି ଆଜି ଯାକେ, ଆଉ ସେ ଯେଉଁ ଛୋଟ ଛୁଆଟା ଦେଖୁନ କି, ତାକୁ ଗୋଟେ ବହୁତ ବଡ଼ ରୋଗ ହେଇଛି, ତା ବାପା ମା 2 ଜଣ ଯାକ ମରିଯାଇଛନ୍ତି, ଆଉ ତାର ଜିମ୍ମେଦାରୀ ମୋ ଉପରେ ଅଛି। ଆଉ ତାକୁ ଯେଉଁ ରୋଗ ହେଇଛି, ଏଠି କୌଣସି ଡାକ୍ତର ତାକୁ ଭଲ କରିପାରୁନାହାନ୍ତି, ଆଉ କହୁଛନ୍ତି ଜଣେ ଡାକ୍ତର ଅଛି, ବଡ଼ ଡାକ୍ତର, ସିଏ କି ନିଜେ ଭଲ କରିଦେବ। ଆଉ ତା ପାଖକୁ ଯିବାକୁ ହେଲା ଆସିକି ମୋ ପାଖରେ ଏତେ ପଇସା ନାହିଁ କି ମୁଁ ସପୋଜ୍ ନେଇକି ଯିବି ତାଙ୍କ ପାଖକୁ, ସିଏ ୟାକୁ ଟ୍ରିଟମେଣ୍ଟ କରିବେ କି ନାହିଁ, ସେଇ ଜିନିଷଟା ମୁଁ ସଦାବେଳେ ଭଗବାନଙ୍କୁ ଡାକୁଛି କେମିତି ମୋ ଏଇ କାମଟା ଟିକେ ଆସାନ କରିଦିଅ, ଆଉ ନିଶ୍ଚୟ କରିଦିଅ। ଏତିକି ଶୁଣୁ ଶୁଣୁ ସିଏ ନିଜେ ଡକ୍ଟର ଶର୍ମା, ଜାଣିଲେ କି। ହଁ, ବୁଢ଼ୀ ମାଉସୀ କହିଲେ ଆଉ ସେ ଡାକ୍ତର ନାଁ ତ କ'ଣ ମୋର ମନେ ପଡ଼ୁନି। ହଁ ହଁ ପୁଅ,
ତା ନାଁ ହେଉଛି ଡକ୍ଟର ଶର୍ମା। ସେ ହେଉଛନ୍ତି ଆମର ଏଠୁ ସବୁଠୁ ବଡ଼ ଡାକ୍ତର। ଆଉ ସିଏ ହିଁ ଏଇ ଯେଉଁ ରୋଗ ହେଇଛି ତାର ଇଲାଜ କରିପାରିବେ, ଆଉ କେହି ପାରିବେନି। ଆଉ ତାଙ୍କ ପାଖକୁ ଯିବାକୁ ହେଲେ ସେତିକି ପଇସା ଦରକାର, ସେତିକି ମୋ ପାଇଁ ପଇସା ଅଭାବ କି ମୁଁ ବୁଢ଼ୀ ଲୋକ ତାକୁ ନେଇକି କୁଆଡ଼େ କେମିତି ଯିବି। ଏତିକି ଶୁଣିଲା ପରେ ଡାକ୍ତର ଶର୍ମା ଆଶ୍ଚର୍ଯ୍ୟ ହେଇଗଲେ। କହିଲେ ମାଉସୀ, ତମ କଥା ଭଗବାନ ନିଶ୍ଚୟ ଶୁଣିବେ। ତମ ପ୍ରାର୍ଥନା ବିମାନକୁ ଆକାଶରୁ ଖସେଇ ଦେଲା, ଆକାଶରେ ବିଜୁଳି ଘଡ଼ଘଡ଼ି ମାରିଦେଲା, କାରକୁ ରାସ୍ତା ଭୁଲେଇ ଦେଲା, ଯେଉଁଟାକି ଆସିକି ତମ ପାଖରେ ପହଞ୍ଚିଗଲି। ମୁଁ ନିଜେ ହେଉଛି ଡାକ୍ତର ଶର୍ମା। ବୁଝିଲୁ? ହିସାବ କର, ସେ ପ୍ରାର୍ଥନା କରୁଥିଲା ଭଗବାନ ଦେଖେ ବର୍ଷା ବିଜୁଳି କରିକି ବିମାନକୁ ତଳକୁ ଆଣିଲେ ହେରି, ପୁଣି କାରରେ ବସିକି ରାସ୍ତା ପୁରା ବୁଢ଼ୀ ଘର ପାଖକୁ ସିଧା, ବୁଢ଼ୀ ଘର ପାଖରୁ ଆଉ ଆଗକୁ ଗାଡ଼ି ଗଲାନି। ସିଏ ଆସିକି ପୁଣି ନିଜେ ଡାକ୍ତର ଶର୍ମା ସେଠି ପହଞ୍ଚିଗଲେ। କହିଲା ମାଉସୀ, ମୁଁ ହେଉଛି ସେଇ ଡକ୍ଟର ଶର୍ମା, ଆଉ ତମ ଯେଉଁ ନାତି ପୁଅଟି ଅଛି ତାକୁ ନିଶ୍ଚୟ ମୁଁ ଭଲ କରିଦେବି। ଆଉ ସେଠୁ ବର୍ଷା ପବନ ଛାଡ଼ିଗଲା। ବର୍ଷା ପବନ ଛାଡ଼ିଗଲା, ସେଇ ବୁଢ଼ୀ ମାଉସୀ ସେ ପୁଅକୁ ନେଇକି ଗଲେ ମେଡ଼ିକାଲରେ ତାକୁ ଟ୍ରିଟମେଣ୍ଟ କଲେ, ତାକୁ ଭଲ କରିଦେଇକି ଘରକୁ ଆଣିକି ଛାଡ଼ିଦେଲେ। ହେଲା, ମିଟିଂ କଥା ମାରଗୁଳି। ସେ ତ କେବଳ ଏତକ ଭଗବାନଙ୍କର ଲୀଳା ନା, ତାକୁ କେମିତି ଆଣିକି ଏଠି ପହଞ୍ଚେଇବେ। କାହାକୁ? ଡକ୍ଟରଙ୍କୁ ଆଣିକି ବୁଢ଼ୀ ମାଉସୀ ପାଖରେ ପହଞ୍ଚେଇଲେ, ସେ ସିନା ଯାଇକି ଭଲ ହବ। ସେ ବୁଢ଼ୀ ମାଉସୀ ସଦାବେଳେ ପ୍ରାର୍ଥନା କରୁଥିଲେ ନା, ମୋ ନାତି କେମିତି ଭଲ କରିଦିଅ ବୋଲି। ହେଲା, ଏପଟେ ଚାଲିଛି। ତେଣୁକରି ବୁଢ଼ୀ ମାଉସୀର ସଦାବେଳେ ପ୍ରାର୍ଥନା ଠାକୁରଙ୍କ ପାଖରେ କରୁଥିଲା ବିଶ୍ୱାସର ସହିତ। ତେଣୁକରି ବିଶ୍ୱାସ ମିଳଇ ହରି, ହରି ମାନେ ଭଗବାନ ଜଗନ୍ନାଥ, ଏ ଯେଉଁ ଭଗବାନ ବିଷ୍ଣୁ। ହେଲା, प्यार से बोलो जय जगन्नाथ।